ଜରାଜୀର୍ଣ୍ଣ ଅବସ୍ଥାରେ ରାଜ୍ୟ କତା ତାଲିମ କେନ୍ଦ୍ର ଇଏ ରହୁଛି ପିପିଲି ତେଇଶପୁର ଅଞ୍ଚଳରେ ରହିଛି ରାଜ୍ୟ କତା ଶିଳ୍ପ ତାଲିମ କେନ୍ଦ୍ର। ପ୍ରାୟ ବର୍ଷ ବର୍ଷ ଧରି ଏହି ତାଲିମ କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ସମ୍ପୂର୍ଣ୍ଣ। ଯେତେବେଳେ ଏଇଠାରୁ ଅନେକ ପିଲା ଛାତ୍ରଛାତ୍ରୀମାନେ ଯେତେବେଳେ ଟ୍ରେନିଂ ନେଉଥିଲେ ଏବଂ ଏହି କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି, ରାଜ୍ୟ ସରକାରଙ୍କ ଏ ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ନାହିଁ, ଯାହାକୁ ନେଇକି ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଆପତ୍ତି ଅଭିଯୋଗ କରାଯାଉଛି। ଏଇ ଯେଉଁ କତା ଶିଳ୍ପ କିଭଳି ତ୍ୱରାନ୍ୱିତ ହେବ ଏବଂ କିଭଳି ଚାଲିବ ସେ ନେଇକି ମଧ୍ୟ ପ୍ରକ୍ରିୟା ଜାରି କରିବା ପାଇଁ ଅନେକ ଥର ମଧ୍ୟ ଦାବି ହେଉଛି। ଅନେକ ଛାତ୍ର ଏଠି ମଧ୍ୟ ଶିକ୍ଷା ଲାଭ କରୁଥିଲେ, ଟ୍ରେନିଂ ନେଇଥିଲେ, ଜଣେ ବରିଷ୍ଠ ଛାତ୍ର ରହିଥିଲେ ଏଠୁ ମଧ୍ୟ ଶିକ୍ଷା ଲାଭ କରୁଥିଲେ। ସାର୍ କ'ଣ କହିବେ, ଏଇ ଯେଉଁ କତା ଶିଳ୍ପରେ ଆପଣ ମଧ୍ୟ ଟ୍ରେନିଂ ନେଇଥିଲେ, କେବେ ଟ୍ରେନିଂ ନେଇଥିଲେ, ଏଠୁ କ'ଣ ସବୁ ସୁବିଧା ସେତେବେଳେ ମିଳୁଥିଲା? ସେତେବେଳେ ମୁଁ 1981-82 ମସିହାରେ ଟ୍ରେନିଂ ନେଉଥିଲି। ଆମେ 50 ଟଙ୍କା ଷ୍ଟାଇପେଣ୍ଡ ପାଉଥିଲୁ। ସେତେବେଳେ ବର୍ଷେ କାଳ ନେଉଥିଲୁ। ଆମର 4ଟା ସେକ୍ସନ୍ ଥିଲା। ଗୋଟେ ହେଉଛି ଡାଇଂ ସେକ୍ସନ୍ ବା ରଙ୍ଗ କରିବା, ଗୋଟେ ହେଉଛି ସ୍ପିନିଂ ସେକ୍ସନ୍ ବା ରସି ଫସି ତିଆରି କରିବା, ଗୋଟେ ହେଉଛି ମ୍ୟାଟିଂ ସେକ୍ସନ୍ ଯେଉଁ ଗାଲିଚା ଫାଲିଚା ତିଆରି କରିବା, ଆଉ ଗୋଟେ ହେଉଛି ଲୁମ୍ ଦିହରେ ମ୍ୟାଟ୍ ତିଆରି କରିବା। ଆଉ ଯେଉଁ ରସି ଫସି କଟେଜ ବଳିଗଲା ତାକୁ ସବୁ ଡଚ୍ ମ୍ୟାଟ୍ ବା କରିଡୋର ମ୍ୟାଟ୍ରେ ତିଆରି କରିକି ଆମେ ସବୁ ଟ୍ରେନିଂ ନେଉଥିଲୁ। ସେତେବେଳେ ଆମର ସୁପରଟେଣ୍ଡେଣ୍ଟ ଥିଲେ ସଦାଶିବ ସାହୁ, ସେ ବଡ଼ ଅନେଷ୍ଟ ଲୋକ, ଏବଂ ନିରଞ୍ଜନ ସାହୁ ଥିଲେ ଆମର ଡାଇଂ ଟିଚର, ସେ ବି ମଧ୍ୟ ବଡ଼ ଅନେଷ୍ଟ। ରାମଚନ୍ଦ୍ର ସାହୁ ଜଣେ ଥିଲେ, ସେ ସ୍ପିନିଂ ଟିଚର। ସେମାନେ ସବୁ କେରଳ ଟ୍ରେନିଂ ନେଇକି ଆସି ଆମକୁ ଟ୍ରେନିଂ ଦେଉଥିଲେ। ତାଙ୍କ ସମୟଟା ଏଇଟା ଆପଣଙ୍କୁ ରୋଜଗାର ଦେଉଥିଲା କି? ଏଇ କତା ଶିଳ୍ପ ରୋଜଗାର ଦେଉଥିଲା ପିଲାମାନଙ୍କୁ? ପିଲାମାନଙ୍କ କଥା ମୁଁ କହିପାରିବିନି, କିନ୍ତୁ ମୋର ଯେତେବେଳେ ମୁଁ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସିଆଲ କର୍ପୋରେସନରୁ ଲୋନ୍ ଆଣିକିରି କୋ-ଇନଭେଷ୍ଟ କରିଥିଲି, ସେତେବେଳେ ଏଇ ଟ୍ରେନିଂ ପିଲାମାନେ ମୋ ପାଖରେ ଯାଇକି କେତେ ଜଣ କାମ କରୁଥିଲେ। ଆଉ ମୋ ପାଖରେ କାମ କରିବା ପିଲା ବି ମଧ୍ୟ କୋୟାର ବୋର୍ଡ଼ରେ ଚାକିରି କରିଛନ୍ତି। ଆଉ ଷ୍ଟେଟ୍ କୋୟାର ଟ୍ରେନିଂ ସେଣ୍ଟର ଯେଉଁ ଆମର ରହିଥିଲା ସେଠି ପାସ୍ କରିକି ମଧ୍ୟ ଅନ୍ୟଠି ଥିଲେ ଖୁବ୍ କମ୍, 5-10 ଜଣ। ବନ୍ଦ ହେଇ ପଡ଼ିଛି, କ'ଣ ହେବା ଦରକାର? ଗଭର୍ଣ୍ଣମେଣ୍ଟ ଚାହିଁଲେ ସବୁ ହେବ। ଗଭର୍ଣ୍ଣମେଣ୍ଟ ଯଦି ଚାହିଁବ ୟାକୁ ଡେଭଲପ୍ କରିବା ପାଇଁକି, ଭଲ ସ୍କଲାର ପିଲା ରଖିବ, ଟ୍ରେନିଂ ରଖିବ, ତାର ଇନଫ୍ରାଷ୍ଟ୍ରକ୍ଚର ଯଦି ଠିକ୍ ହେବ ତାହେଲେ ଚାଲିବ। ଦେଖନ୍ତୁ, ଅନେକ ସ୍ଥାନୀୟ ବାସିନ୍ଦା ମଧ୍ୟ ରହିଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା। ସାର୍ ଦେଖନ୍ତୁ, ଏଇ ଯେଉଁ କତା ଶିଳ୍ପ, ଏ ତେଇଶପୁର ଅଞ୍ଚଳରେ କତା ଶିଳ୍ପ ଥିଲା, ଅନେକ ରୋଜଗାର ମଧ୍ୟ ପାଉଥିଲେ, ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଦ ହେଇ ପଡ଼ିଛି, ଏହାକୁ ନେଇ ଆପଣ କ'ଣ କହିବେ? କତା ଶିଳ୍ପ ଗୋଟେ ଗର୍ବ ଆଉ ଗୌରବ କଥା ତେଇଶପୁର ପଞ୍ଚାୟତ ପାଇଁକା, ଏ ଜିଲ୍ଲା ପାଇଁକା। ଏଠି ଏ ଜିଲ୍ଲାର ଏ ପଞ୍ଚାୟତର ଏ ପାଖାପାଖି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବହୁତ ଛାତ୍ରଛାତ୍ରୀ ଏଠୁ ଡେଭଲପ୍ ପାଇଛନ୍ତି, ଟ୍ରେନିଂ ପାଇଛନ୍ତି, ଏବଂ ଏଠି ବହୁତ ଜିନିଷ ବି ପ୍ରଡ଼କ୍ସନ୍ ହେଇ ବିକ୍ରି ବି ବହୁତ ହେଇଛି। ତାକୁ ଗଭର୍ଣ୍ଣମେଣ୍ଟ ଚାହିଁଲେ ଆଉ ଟିକେ ଡେଭଲପମେଣ୍ଟ କରିପାରିବ। ଯେଉଁଟା ଗଭର୍ଣ୍ଣମେଣ୍ଟ ଚାହୁଁନାହିଁ, ଡେଭଲପମେଣ୍ଟ କେମିତି ହେବ? ତା'ର ମେନ୍ ଦରକାର ଫାଇବର। ଫାଇବର ଏଠି ନାହିଁ। ଫାଇବର ଆସିବ ସେଠୁ, ଏଠି ଜିନିଷ ତିଆରି ହେବ, ପୁଣି ଯିବ ସେଠିକି, ସେଠି ବିକ୍ରି ହେବ। ତେଣୁ କଥା ହେଉଛି ଏଇଟାକୁ ଗଭର୍ଣ୍ଣମେଣ୍ଟ ଚାହିଁବ ଯଦି ଏଇଟା ଡେଭଲପମେଣ୍ଟ ହେଇପାରିବ। ମୋର ବି ଭାଇ ଭଉଣୀ ଦୁଇଟା ଟ୍ରେନିଂ ହେଇଛନ୍ତି। ମୋର ଭିଣେଇ ବି ଏଠି ତାଙ୍କର ଷ୍ଟେଟ୍ର ସଭାପତି ଥିଲା, ଦାୟିତ୍ୱ ଥିଲା। ଭଉଣୀ ବି ସେଥିରେ ଏବେ ବି ଚାକିରି କରୁଛି। କ'ଣ ହେବା ଦରକାର? ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ବହୁ ଫ୍ୟାସିଲିଟି ଦେବ ଏବଂ ସେଠି ଷ୍ଟାଫ୍ ନିଯୁକ୍ତି ଦେବ, ସେ କାର୍ଯ୍ୟକ୍ରମ ଚାଲିବ। ଦେଖନ୍ତୁ, ଆପଣ ମଧ୍ୟ ଏଇ ଯେଉଁ କତା ଶିଳ୍ପ ଚାଲିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଆପଣ ମଧ୍ୟ ଜିଲ୍ଲା ପରିଷଦ ରହିଛନ୍ତି, ଏ ନେଇକି ମଧ୍ୟ ବାରମ୍ବାର ଜିଲ୍ଲା ପ୍ରଶାସନ ମଧ୍ୟ ଆପଣଙ୍କୁ ଗୋଟେ ପ୍ରତିଶ୍ରୁତି ଦେଇଛି ଏହାକୁ କିଭଳି ତ୍ୱରାନ୍ୱିତ କରାଯିବ। ଏ ନେଇକି କ'ଣ ଯଦି କହିବେ, ତେଇଶପୁର ପଞ୍ଚାୟତରେ ଏ କତା ଶିଳ୍ପ ଯେତେବେଳେ ଚାଲୁଥିଲା ସେତେବେଳେ କେତେ ପିଲାମାନେ ଏଠି ଉପକୃତ ହେଉଥିଲେ ଏବଂ ସ୍ଥାନୀୟ ଲୋକମାନେ କ'ଣ ସବୁ ସୁବିଧା ସୁଯୋଗ ପାଉଥିଲେ? ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଆମର ତେଇଶପୁର ଅଞ୍ଚଳର ତେଇଶପୁର ଠାରେ ଗୋଟିଏ ରାଜ୍ୟ କତା ଉତ୍ପାଦନ ଏବଂ ରୂପାଙ୍କନ କେନ୍ଦ୍ର ଅବସ୍ଥିତ। ଇଏ ସଂସ୍ଥାଟି ଦୀର୍ଘ ଦିନ ଧରି ଚାଲୁଥିଲା। ଏଇଠି ପିଲାମାନେ ଟ୍ରେନିଂ ନେଉଥିଲେ ଏବଂ ଟ୍ରେନିଂ ପାଇଲା ପରେ ସେମାନେ ନିଜେ ଆତ୍ମନିର୍ଭରଶୀଳ ମଧ୍ୟ ହେଇପାରୁଥିଲେ। ବିଭିନ୍ନ ପ୍ରକାର ଋଣ କରିକି ହେଉ, ନିଜେ କାମ କରିକି ହେଉ ହେଇପାରୁଥିଲେ। ଆଜି ତାହା ବନ୍ଦ ହେଇଯାଇଛି ଏବଂ ରୁଗ୍ଣ ଅବସ୍ଥାରେ ଅଛି। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଏଠି ଯେଉଁ କାରୁକାର୍ଯ୍ୟ କତାରେ ତିଆରି ହେଉଥିଲା, ଖେଳନା ହେଉ, ପାପୋଛ ହେଉ, ମ୍ୟାଟ୍ ହେଉ ଏବଂ ରସି ହେଉ, ଏ ଅଞ୍ଚଳରେ ନଡ଼ିଆ ଅଞ୍ଚଳ, ଏ ଅଞ୍ଚଳଟା ପୁରା ସାକ୍ଷୀଗୋପାଳ ପିପିଲି ଅଞ୍ଚଳ ହେଉଛି ନଡ଼ିଆ ଅଞ୍ଚଳ। ଏ ଅଞ୍ଚଳକୁ ଭିତ୍ତି କରି ରାଜ୍ୟ ସରକାର ତେଇଶପୁର ଠାରେ ଗୋଟିଏ ଓଡ଼ିଶାରେ ଗୋଟିଏ ମାତ୍ର ସଂସ୍ଥା ଖୋଲା ଯାଇଥିଲା,
এই রাজ্য কତା শিল্প ଏ ଉତ୍ପାଦନ କେନ୍ଦ୍ର ଏବଂ ରୂପାଙ୍କନ କେନ୍ଦ୍ର ଖୋଲାଯାଇଥିଲା। ଆପଣମାନେ ଜାଣିବା ଦରକାର ଏବଂ ଆପଣମାନଙ୍କ ମାଧ୍ୟମରେ ଜନସାଧାରଣ ମଧ୍ୟ ଜାଣିବା ଦରକାର, ସାରା ଓଡ଼ିଶା ଏବଂ ପିପିଲି ଡାଲାଙ୍ଗ ପୁରୀ ଜିଲ୍ଲାର ସମସ୍ତ ଜନସାଧାରଣ ମଧ୍ୟ ଜାଣିବା ଦରକାର, ବିଶ୍ୱର ଠାକୁର ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ରଥ ଦଉଡ଼ି ଏଇଠୁ ତିଆରି ହେଇକି ଯାଉଥିଲା, ଯେଉଁଟାକି ଆମ ଅଞ୍ଚଳ ପାଇଁ ଗର୍ବ ଗୌରବ। ଆମ ଅଞ୍ଚଳରେ ଗୋଟିଏ ସଂସ୍ଥା ଥିଲା ଯେଉଁଠୁ ସେଇ ସଂସ୍ଥାରୁ ପିଲାମାନେ ଦଉଡ଼ି ତିଆରି କରୁଥିଲେ, ଯେଉଁ ଦଉଡ଼ି ରଥଯାତ୍ରା କାମରେ ଲାଗୁଥିଲା, ରଥ ଟଣା ହେଉଥିଲା। ଆଜି ବନ୍ଦ ହେଇଯାଇଛି। ଆପଣମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର, ଯିଏ ମାନ୍ୟବର MP ଅଛନ୍ତି, ମାନ୍ୟବର ବିଧାୟକ ମଧ୍ୟ ଅଛନ୍ତି, ଡବଲ ଇଞ୍ଜିନିୟର ସରକାର ଅଛି, ଯଦି ଚାହାନ୍ତି ଡବଲ ଇଞ୍ଜିନିୟର ସରକାର, ତାହେଲେ ଇଏ ସଂସ୍ଥାର ପୁନରୁଦ୍ଧାର କିଭଳି ହେବ ତାର ବ୍ୟବସ୍ଥା କରନ୍ତୁ। ବିଗତ ସରକାର ସମୟରେ ଆଜି ଯେଉଁ ଭିତ୍ତିଭୂମି ଏଠି ଅଛି ତାର ଭିତ୍ତିଭୂମିର ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ସରକାର 1.5 ବର୍ଷର ସରକାର ହେଲାଣି। ଇଏ ସରକାର କଥା ବହୁତ କହୁଛନ୍ତି, କାମ କମ୍ କରୁଛନ୍ତି। ମୁଁ ଆଜି ଗୋଟିଏ ଉଦାହରଣ ଦେଉଛି ଯାହାଫଳରେ ଇଏ ସଂସ୍ଥା ଆଜି ବନ୍ଦ ହେବାକୁ ବସିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସଂସ୍ଥା ଏବଂ ନିକଟରେ ଜନଶୁଣାଣି ହେଇଥିଲା, ଯେଉଁ ଜନଶୁଣାଣିରେ ମୁଁ ଅଭିଯୋଗ କରିଛି ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ। ଆପଣମାନେ ଗୋଟେ ହଳଦିଆ ରସିଦ ପାଇଛି ଦେଇଛନ୍ତି ଆମର ଅତିରିକ୍ତ ତହସିଲଦାର, ଏ ଅତିରିକ୍ତ ଜିଲ୍ଲାପାଳ ଗୋଟେ ଦେଇଛନ୍ତି ହଳଦିଆ ରସିଦ। ସେଥିରେ ମୁଁ ଅଭିଯୋଗ କରିଥିଲି ରାଜ୍ୟ କତା ଉତ୍ପାଦନ ଏବଂ ରୂପାଙ୍କନ କେନ୍ଦ୍ର 23ପୁର ବନ୍ଦ ହେଇଯିବ କି? ରାଜ୍ୟ ଉତ୍ପାଦନ କେନ୍ଦ୍ର ଚାଲିବା ଦରକାର ଏବଂ ଅତିରିକ୍ତ ଜିଲ୍ଲାପାଳ GMDIC ଯିଏ ଦାୟିତ୍ୱରେ ଅଛନ୍ତି ବାରିକ ବାବୁ, ତାଙ୍କୁ ପଚାରିଥିଲେ। ବାରିକ ବାବୁ କହିଥିଲେ ଜୁନ୍ ମାସ ପରେ ଇଏ କାର୍ଯ୍ୟକ୍ରମ ହେବ, ପିଲା ଟ୍ରେନିଂ ନେବେ, ପୁଣି ଯେଉଁଭଳି ସଂସ୍ଥା ଥିଲା ସେଇଭଳି ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜନଶୁଣାଣି ଶିବିରରେ। ତେଣୁ ମୁଁ ଆଶା ରଖିଛି, ଚାଲିବାର ତ ବହୁତ ଆଶା ଅଛି, ଯେହେତୁ ସେମାନେ ମୋତେ ପ୍ରତିଶ୍ରୁତି ସେଦିନ ଦେଇଛନ୍ତି ଏବଂ ସମସ୍ତେ ଜାଣିଛନ୍ତି। ଯଦି ଜୁନ୍ ମାସ ଯେଉଁ ଅବଧି ଦେଇଛନ୍ତି ନ ଚାଲେ, ଆମେ ଅଞ୍ଚଳବାସୀ ଏଇଠି ଏଇ ରାଜ୍ୟ କତା ଉତ୍ପାଦନ କେନ୍ଦ୍ର ଆଗରେ ଅନଶନରେ ବସିବୁ, ଧାରଣାରେ ବସିବୁ, ଯେପର୍ଯ୍ୟନ୍ତ ଏ ସଂସ୍ଥା ନ ଚାଲିଛି। ଯେହେତୁ ଆମ ଅଞ୍ଚଳର ଗର୍ବ ଗୌରବ, ସେ ଧାରଣା ଅବ୍ୟାହତ ରଖିବୁ। ଚାଲିବା ନିହାତି ଦରକାର। ଗରିବ ଏବଂ ଯୁବ ଛାତ୍ର, ଯେଉଁ ବେକାର ଯୁବ ପାଠ ପଢ଼ିକିରି ଆଜି ବେକାର ଯୁବକ ଯୁବତୀ ଘରେ ବସିଛନ୍ତି, ସେମାନେ ଆତ୍ମନିର୍ଭରଶୀଳ ହେବା ନିହାତି ଦରକାର। ଇଏ ଗୋଟେ ମଣିଷ ତିଆରି କାରଖାନା। ଏଇଠୁ ପିଲା ପ୍ରତି ବ୍ୟାଚରେ ପିଲା 100 ପିଲା ଯାଉଥିଲେ। ଏଇଠି ହଷ୍ଟେଲ ଫ୍ୟାସିଲିଟି ଅଛି, ୱାର୍କସପ୍ ଅଛି, ଟ୍ରେନିଂ ସେଣ୍ଟର ଅଛି, ବିକ୍ରୟ କେନ୍ଦ୍ର ଅଛି, ସମସ୍ତ ବ୍ୟବସ୍ଥା ଅଛି, ସମସ୍ତ ଭିତ୍ତିଭୂମି ଅଛି। ଦୁଃଖର ବିଷୟ, ସରକାର ୟାକୁ ଟିକେ କର୍ଣ୍ଣପାତ କରନ୍ତୁ, ଇଏ ସଂସ୍ଥା ଚାଲୁ। ଦେଖନ୍ତୁ, ସିଧାସଳଖ ଆପଣ ଏ ଅଭିଯୋଗକୁ ଶୁଣୁଥିଲେ। ଯେହେତୁ ଏ କତା ଶିଳ୍ପ ରାଜ୍ୟରେ ଗୋଟିଏ କତା ଶିଳ୍ପ ଥିଲା, ଯିଏକି ଅନେକ ଛାତ୍ରଛାତ୍ରୀଙ୍କୁ ଏଠି ଟ୍ରେନିଂ ଦେଉଥିଲା, ଅନେକ ପିଲାମାନଙ୍କୁ ରୋଜଗାରକ୍ଷମ କରୁଥିଲା, ଅନେକ ମଧ୍ୟ ସ୍ୱାବଲମ୍ବୀ ହେଇଥିଲେ। କିନ୍ତୁ ଏବେ ମଧ୍ୟ କିଛି ବର୍ଷ ଧରି ଏଠି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଏବଂ ତାର କିଭଳି ପୁନରୁଦ୍ଧାର ହେବ ଏବଂ କିଭଳି ଏ କତା ଶିଳ୍ପ ପୁନର୍ବାର ଚାଲିବ, ସେ ନେଇ ସରକାର ଯତ୍ନବାନ ହେବାର ଗୋଟେ ପ୍ରକାର ଆବଶ୍ୟକତା ରହିଛି। ନଚେତ୍ ଆଗାମୀ ଦିନରେ ଏଇଠାରେ ଏ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାର ମଧ୍ୟ ଗୋଟେ ପ୍ରକାର ଚେତାବନୀ ଦିଆଯାଇଛି। ପୁରୀ ପିପିଲୁ ଦେବାଶିଷ ଇଂରାନୀ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।